ଫ୍ରେଣ୍ଡସ୍ ଦେଖନ୍ତୁ ପ୍ରାୟ ମିସ୍ତ୍ରୀ ଇଟା ବସେଇଥିବେ ଉପର ରଦା ଯାଇକି ଆପଣମାନେ ଦେଖିଦେବେ ତାଙ୍କ ରଦା ସବୁ ମାନେ ତା ଯେଉଁ ଲାଷ୍ଟ ଲେୟାର ଉପର ଲେୟାରଟା ପୁରା ଅପ୍ ଡାଉନ୍ ଭଳିଆ ଦେଖାଯାଉଥିବ ମାନେ ସାପ ଖେଳିଲା ଭଳିଆ। କାହିଁକି ହୁଏ ଜାଣିଲେ ନା? ଇଟା ଯେତେବେଳେ ବସଉଛନ୍ତି ସୂତାର ରଖୁନାହାନ୍ତି। ସୂତାର ମାନେ ସୂତାର ତ ଇଟା ରଖୁଛନ୍ତି କିନ୍ତୁ ଇଟା ଯେତେବେଳେ ବସେଇବେ ପୁରା ଉପର ଧାର କଣରେ ରହିବ, ପୁରା ସୂତାରେ ରହିବ ବି ଲାଇନ୍ରେ ଦେଖାଯିବ। ଆଉ ଯିବେ ତରତରିଆ ହେଇକି 1000 ଇଟା ଯୋଡ଼େଇ କରିବେ, ଆଜି 500 ଇଟା ଯୋଡ଼େଇ କରିବେ, ଆଉ ଟପ୍ ଲେବୁଲ୍ ଯେତେବେଳେ ଲକ୍ଷ୍ୟ କରିଦେବେ ସାପ ଖେଳିଲା ଭଳିଆ ଦେଖାଯାଉଥିବ ତାଙ୍କ ଇଟା। ସେଥିପାଇଁ ଇଟା ବସେଇଲା ବେଳେ ଘଷିକି ବସାନ୍ତୁ, ମସଲା ଠିକ୍ ଦିଅନ୍ତୁ। ଛାଡ଼ ବା ଯେଉଁ ମସଲା ଗିଳେଇବେ ନିହାତି ଆମକୁ 12 mm ଛାଡ଼ିକି ରଖିବା କଥା। ଦୁଆର ମୁହଁ ପାଖ ଉଳୁମ କରିବା କଥା। ପ୍ରାୟ କାନ୍ଥ ଦେଖିବେ ଆପଣ ଉଳୁମ କରିଥିବେ, ସେ କଥା କହିହେବନି। ତାପରେ କାନ୍ଥ ଯାଇକି ଦେଖିବେ ସବୁ ବଙ୍କା ଟଙ୍କା, ଯେମିତି ଏଠି ସାପ ଖେଳୁଛି। ସେଥିପାଇଁ ଇଟା ବସେଇଲା ବେଳେ ଉଳୁମ କରିବା ଦରକାର। ଆଉ ଦୁଆର ମୁହଁ ପାଖ ନିହାତି ଉଳୁମ କରନ୍ତୁ। ସବୁବେଳେ ଦୁଆର ମୁହଁ ପାଖ ଉଳୁମ କରିବା ନିହାତି ଦରକାର। ଉଳୁମ ନ କଲେ କାନ୍ଥ ବହୁତ ବଙ୍କା ଦେଖାଯାଏ। ଆଉ ଟପ୍ ଲେବୁଲ୍ ଯେତେବେଳେ ଯୋଡ଼େଇ କରିବେ ପୁରା ସୂତା ଉପର କଣରେ ରହିବା ଦରକାର। ସୂତା ଯଦି ଉପର କଣରେ ରହିବ ତାହେଲେ ଟପ୍ ଲେବୁଲ୍ ଭଲ ଦେଖାଯିବ। ଯୋଡ଼େଇ କରୁଛନ୍ତି କାହାରି କିଛି କହିହେବନି। 1000 ଇଟା ଯେତେବେଳେ ଯୋଡ଼େଇ କରିବେ ସେ ତ କରିବେ ସେମିତି। ଆଉ ମୁଁ କହୁନାହିଁ ଯେ ମୁଁ ଅଧିକ କରିଦେଉଛି କିମ୍ବା ଭଲ କରୁଛି ବୋଲି, କିନ୍ତୁ କାମ ସେମିତି କରିବା